ପିଲାମାନେ ପିକନିକ ଯାଇଥାନ୍ତି। ଗୋଟିଏ ସ୍ଥାନରେ ବୁଲିବା ସମୟରେ କିଛି ପିଲା ଲକ୍ଷ୍ୟ କଲେ କି ଗୋଟିଏ ପରିବାର ତାଙ୍କ ଭିତରେ ଝଗଡ଼ା କରୁଛନ୍ତି। ସେହି ପିଲାମାନଙ୍କ ଭିତରୁ ଗୋଟିଏ ପିଲା ଟିଚରଙ୍କ ପାଖକୁ ଗଲା ଏବଂ ପଚାରିଲା, ସାର୍, ଏମାନେ ଝଗଡ଼ା କାହିଁକି କରୁଛନ୍ତି? ସେମାନଙ୍କୁ ଦେଖିଲେ ଯାହା ଜଣାପଡ଼ୁଛି କି ସେମାନେ ସ୍ୱାମୀ ସ୍ତ୍ରୀ, ତେବେ ଏପରି ପବ୍ଲିକ ପ୍ଲେସରେ ସେମାନେ କାହିଁକି ଝଗଡ଼ା କରୁଛନ୍ତି? ସାର୍ କହିଲେ, ଆରେ ସେମାନଙ୍କର ତ ବୁଦ୍ଧି ନାହିଁ, ସେମାନେ ସମ୍ମାନର ମୂଲ୍ୟ ବୁଝନ୍ତି ନାହିଁ, ସେଥିପାଇଁ ସେମାନେ ଆଖପାଖ ନ ଦେଖି ଏପରି ଝଗଡ଼ା କରୁଛନ୍ତି। ପିଲାଟି ପଚାରିଲା, ସାର୍, ମୋର ଆଉ ଗୋଟିଏ ପ୍ରଶ୍ନ ଅଛି। ସାର୍ କହିଲେ, ହଁ କୁହ। ପିଲାଟି କହିଲା, ସାର୍, ସେଠାରେ ସେମାନେ ଏତେ ପାଖାପାଖି ଅଛନ୍ତି କି ଜଣେ ଧୀରେ କଥା କହିଲେ ମଧ୍ୟ ଆଉ ଜଣେ ଶୁଣିପାରିବ, ତଥାପି ସେମାନେ ଏତେ ଜୋର ସେ ପାଟି କରି ପରସ୍ପର ମଧ୍ୟରେ କଥା କାହିଁକି ହେଉଛନ୍ତି? ସାର୍ କହିଲେ, ଆଚ୍ଛା ତୁମେ କୁହ, ସେମାନେ ଏପରି କାହିଁକି କରୁଛନ୍ତି? ପିଲାଟି ଉତ୍ତର ଦେଇ କହିଲା, ସାର୍, ନିଶ୍ଚୟ ସେମାନଙ୍କ ମଧ୍ୟରୁ କେହି ଜଣେ କାଲ ହୋଇଥିବ। ସାର୍ କହିଲେ, ନା, ଏମାନଙ୍କ ଭିତରେ କେହି କାଲ ନାହାନ୍ତି। ପିଲାଟି ଟିକେ ବୁଦ୍ଧି ଖଟେଇଲା ଏବଂ ଉତ୍ତର ଦେଲା, ସାର୍, ତେବେ ଜଣେ ଆଉ ଜଣକୁ ଏହା ଦେଖାଇବାକୁ ଚାହୁଁଛନ୍ତି କି ସିଏ ସାମ୍ନା ଲୋକଟାରୁ ଅଧିକ ଜୋର ସେ ପାଟି କରିପାରିବ। ସାର୍ କହିଲେ, ହଁ, ଏହା ହୋଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ଉତ୍ତର ନୁହେଁ। ପିଲାଟି କହିଲା, ସାର୍, ଯଦି ଏହା ନୁହେଁ ତେବେ ସେମାନେ ପରସ୍ପରର ଏତେ ନିକଟତର ଥିବାବେଳେ ମଧ୍ୟ ଏତେ ଜୋର ସେ ଚିଲାଉଛନ୍ତି କାହିଁକି? ସାର୍ କହିଲେ, ହଁ, ସେମାନେ ଶାରୀରିକ ହିସାବରେ ତ ପାଖାପାଖି ଅଛନ୍ତି, କିନ୍ତୁ ହୃଦୟ ଠାରୁ ବହୁ ଦୂରରେ ଅଛନ୍ତି। ଯେବେ ହୃଦୟ ମଧ୍ୟରେ ଦୂରତା ବଢ଼ିଯାଏ ନା, ସେତେବେଳେ ମଣିଷ ୟା ତ ଚୁପ୍ ହୋଇଯାଏ, ନହେଲେ ଚିତ୍କାର କରି କହିବାକୁ ଲାଗେ। କେବଳ କ୍ରୋଧ ମଣିଷକୁ ପାଚାଳ କରିନଥାଏ, ବରଂ ହୃଦୟର ଅସ୍ଥିରତା ମଧ୍ୟ ମଣିଷକୁ କଠୋର କରିଦେଇଥାଏ। ତେବେ ଦର୍ଶକ ବନ୍ଧୁ, ଇଏ ଥିଲା ଗୋଟିଏ ଛୋଟିଆ କାହାଣୀ। କିପରି ଲାଗିଲା ଆପଣ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ତେବେ ଏହି ଗପରୁ ଆପଣ କ'ଣ ଶିଖିଲେ, ଏହି ଛୋଟିଆ କାହାଣୀରୁ ଆପଣ କ'ଣ ଶିଖିଲେ, ତାହା ମଧ୍ୟ କମେଣ୍ଟରେ ଆପଣ ନିଶ୍ଚୟ ସେୟାର କରନ୍ତୁ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଦେଖା ହେବ କିଛି ନୂଆ ବାର୍ତ୍ତା, କିଛି ନୂଆ ବିଚାରକୁ ନେଇ। ସେହି ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ଧନ୍ୟବାଦ।